गुड मॉर्निंग जय जगन्नाथ सांग मैंने केमी अच्छा आशा करुच्ची सब भलरे थे भलरे रे। तो आज का ब्लॉग रे मुझे को दिल से स्वागत करुच्ची। वेलकम टू माय न्यू ब्लॉग। तो आज का ब्लॉग जैसे आपको पसंद आसो तो लाइक करेंगे, शेयर करेंगे, सब्सक्राइब करवा, कमेंट करवा टोटाली भूलें। तो चलतु आज का ब्लॉग तो स्टार्ट करवा, लेट्स गो। तो सांग मैंने सकाळू सकाळू माँ बसिक कौन कर तरबुजटा जो धामनगर तरबुज आम आनलु से तरबुज कौन है ना माँ रखी रूम रखी तर तलटा कही ना पची जाता पचिगला एमती पचे नहीं तरबुजा 2-3 दिन है पचिगला मुझे तरबुज रहे केते दिन रहे कि हुए ना आउ जी 30% जी बाहर माँ जूस करदेला जूस कर ये ना फ्रिज टा एत बड़ तरबुजा फ्रिज टा भांगी दबनी ना 4.5 किलो तरबुज है फाटे किसी गला 160 टका तो तरबुज नजर लगी काली आई कहूला तरबुजा रही ना लोग पची जीव कर ये आनी गोटे छंका ये छंकाटा चा छांकी छांकी बड़ुनी जाम हो बड़ जो आसुनी बड़ छंका गुड़ा से गोटे नहीं जूस को छांकी कौला किए बस गलुची देख गलुची लगे सकाल मुझे देखी ना बंधु जी गोटे ये मुझे दही पकेटा पड़ी दही बसना बेला टेकीदेला भितर मुझे सागे सागे काटिली काटिला मैंने अधे पची अधे अच्छी पटा देखा इटा काटिला नहीं गोटे फाड़ पूरा पड़ी जा गोटे फाड़ अधा अच्छी अच्छा तो 70% जाइए बेकार बेकार नाउ आनी दिन से दिन काटी नहीं था दिन काटिले काली भी भल थी काली भी खाई छाड़ काटी मते ठंडा संध्या धोनी तोर पैंट सार्ट गुड़ा था मत ठंडा प्रबल से तरबुज खाया अवॉइड करदेली सांग मैंने एटा पी कि कौन कहने जो तरबुज जूस पी कि एवं खाऊँ अमृतभंडा खाईदेवा ए खाली जूस पीले तो पेट पूरीपनी खाली टे बात वाशरूम पड़े परिश्रा बास पड़ा तो अमृतभंडा खाइले किसी पेट रहिबो। तो चल तो खाईदेवा। तो सांग मैंने एबे मुझे टिके बिरियानी आने तो आज आइटम है मोर बिरियानी राति माने एबे सांग मैंने एबे मुझे टिके बिरियानी आने धामनगर। चल तो बिरियानी आज बिरियानी खाइबा। सांग मैंने पहुँची गलुन होटेल जाकि बिरियानीटा नहीं कि सागे सागे घर को पड़ेगा। A few moments later. सांग मैंने मुझे नहीं आसली बिरियानी जाकि ये आनी जो आमर कौन से होटेलटा ना तो होटेलटा नाटा कौन मोर धामनगर जो होटेल नहीं ना भल बिरियानी करे देखुन तार राइसटा देखुन के राइसटा देखुन के मस्त रही
ମାଛ ଚିହ୍ନିନି ଯା ଆଉ କି କଥା ଦେଖିନି ବିରିୟାନୀ କ'ଣ ଚିହ୍ନିବା ହୋଟେଲ ଅର୍ଡର ଦେଲୁ ପଳେଇ ଆସିବୁ ଦେଇଦେବେ ଟିକେ ମାଛର ଚିନି ତାର ବଡ ହେଇଗଲେ ଆଣିବୁ କେମିତି ମାଛ ଆଉ ବଡ ତ ହେଇନି ନା କଣ ଛୋଟ ମାଛ ତାକୁ ମୁଁ ମାଛ ଚିନି କ'ଣ କିଏ ମାଛ ଖାଇବୁ ମାଛ ନ ଖାଇଲେ କିଏ ମାଛ ଖାଇବେ ନା କଣ ଖାଲି ବିରିୟାନୀ ଖାଇବେ ନା କଣ? ୟା ମୁଁ ତ କେବେ ଖାଇନି ବିରିୟାନୀ ଜାଣିନି ଖାଉନୁ ମୁଁ ପନିର ଆଣିଥିଲି ବିରିୟାନୀ ଚାଉଳ ଟିକେ କରିବି ବୋଲି ପନିର ବିରିୟାନୀ ଭେଜ ବିରିୟାନୀ ମାଉସୀ କରିଦବ ମାଉସୀ ଜାଣିଛି ଭଲ ମାଉସୀ ଭେଜ ଲୋକ ଏଇଟା ଦେଇଛି କାକୁଡି ମାନଙ୍କୁ ସବୁ ଦେଇଛି ସେ ଟୋଟାଲ କରୁନାହିଁ ଠିକ ଠାକ ତା ରାଇସ୍ ବି ଠିକ ଠାକ ନଥିବ ନା ରାଇସଟା ଭଲ ଲାଗୁଛି ହଁ ନରମ ହେଇଛି ରାଇସ୍ଟା ଜଣା ପଡୁଛି ଠିକ ହେଇଛି ଏଇଟା କ'ଣ ଗ୍ରେଭିଟାରେ ଏଥିରେ ଗ୍ରେଭି ଦେଇଦେଲୁ ପ୍ଲେଟ୍ରେ ଖାଇଦେବୁ ଟିକେ ଆଉ ଥାର୍ଟିଆ ଥରେ କୁଆଡ଼େ ଗଲା ତୁ ଗୋଟେ ପିଲା ଖାଇବୁନି ଯୋଉ ଜାଣିବୁନ ମତେ ଆରେ ଗୋଟେ ବାସ୍ନା କାମ ଗୋଟେ ଅବାଗିଆ ଲାଗେ ଗନ୍ଧଟା କ'ଣ କେଜାଣି ମତେ କାହିଁକି ବିରିୟାନୀ ବାସ୍ନାଟା ଭଲ ଲାଗେ ନା ଏଟା କ'ଣ କଚୁମ୍ବର କଚୁମ୍ବରଟା ଆର୍ଥ ତାପରେ କଚୁମ୍ବର ଆଣିଥିଲି ଅଲଗା ଜାଗାରୁ ତା କଚୁମ୍ବର ପୁରା ଛେନା ଭଳିଆ ହେଇକି ଖାଲି ପାଣି ଭାସୁଛି ମୁଁ ଖରାପ ହେଇଗଲା କଚୁମ୍ବରଟା ଆଜିକାର ଆଇଟମ୍ ଗୋଟେ ଅଣ୍ଡା ଦେଇଛି ଗୋଟେ ଅଣ୍ଡା ଦେଇଛି ଖାଇଲେ ଦେଖିବୁ ତ ଚାଲନ୍ତୁ ସାଙ୍ଗମାନେ ଖାଇବା ସାଙ୍ଗମାନେ ବିରିୟାନୀ ଗୋଟେ ଦୁଇଟା ପିସ୍ ମାଂସ ଦେଇଛି ବୋଧେ ଅଣ୍ଡା ଗୋଟେ ଦେଇଛି ମାଂସ ଗୋଟେ ଦୁଇଟା 3 ପିସ୍ ଦେଇଛି ଆଉ ଦିନେ 3 ପିସ୍ ମାଂସ କଚୁମ୍ବର ଆଉ ଗ୍ରେଭିଟା ତ ଚାଲନ୍ତୁ ଖାଇବା ଇଏ ଚିକେନ କେତେଟା ପିସ୍ ଦେଇଛି ଦେଖିଆ ଚିକେନ 3 ପିସ୍ ଦେଇଛି ଚିକେନ 3 ପିସ୍ ଦେଇଛି ଚିକେନ 3 ପିସ୍ ଅଣ୍ଡା ଗୋଟେ ଅଣ୍ଡା ଗୋଟେ ଦେଇଛି ହଁ ତୁ ତ ଖାଉନୁ ଅଣ୍ଡା ଆଉ ଲେଗ୍ ପିସ୍ ଅଣ୍ଡା ଉଠିକି ଦେବେ ନା ଏଠି ଦିଟା ଦିଅନ୍ତି ନା ନା ଗୋଟେ ସବୁ ଜାଗାରେ ଗୋଟେ ଅଣ୍ଡା ହଁ ଟେଷ୍ଟ କଲେ କ'ଣ ଲାଗୁଛି ବିରିୟାନୀ ମସଲା ବି ଠିକ୍ ଗ୍ରେଭିଟା ଭଲ କରିଛି ନାଇଁ ମସଲା ବିରିୟାନୀ ନା ବିରିୟାନୀ ଚାଉଳଟା କରିଛି ଭଲ କ୍ୱାଲିଟିର ପୁରା ମସ୍ତ ଲାଗୁଛି ଇଏ ପକେଇ ଦେଇ କ'ଣ ଧନିଆ ପତ୍ର ପକେଇ ଦେଇଛି ମସ୍ତ ଦେଇଛି ଲେగ్ ପିସ୍ କେଇ ଗୋଟେ ଦେଇଛି 3ଟା ଲେଗ୍ ପିସ୍ 3ଟାଙ୍କ ଲେగ్ ପିସ୍ ଦେଇଛି ନା ବେ ଦେଖିଆ ଲେଗ୍ ପିସ୍ ହଁ ଲେଗ୍ ପିସ୍ ଆଚ୍ଛା ଲେଗ୍ ପିସ୍ ଆରେ ବା ଖାଇଦେ କେବେଠୁ ବିରିୟାନୀ ଖାଇବୁନୁ ବିରିୟାନୀ ଖାଇମି ବୋଲି କହୁଥିଲୁ ଖାଇଦେ ମାଂସ ବି ଠିକ୍ ସିଝିଛି ହଉ ହଉ ଖା ଅଣ୍ଡାଟା ଖାଇବୁ ନଷ୍ଟ କରିବୁନୁ କାହିଁକି ତୁ ଅଣ୍ଡା ଫୋପାଡ଼ି ଦେବୁ ପରେ କି ଅଣ୍ଡାଟା କି ଗରମ ଅଛି ବେଶୀ ନା ଠିକ୍ ଅଛି ହଉ ତ ଚାଲନ୍ତୁ ଖାଇବା ସାଙ୍ଗମାନେ ମା ଖାଉଛି କ'ଣ ଆଜି ପଖାଳ କାକୁଡି ଆଉ ଏଠି ବରା କରିଛି ବୋଧେ ବୋଇତାଳୁର ବରା ଏଠି ରହିଲା କଲରା ଦଳିବ ସିଝେଇଛି ବଡ଼ି ପିଆଜ ଲୁଣ ପକେଇ ଲଙ୍କା ଦଳିବ ଆଜିକା ଆଇଟମ୍ ଏତିକି କ'ଣ 2,000 years later. ସାଙ୍ଗମାନେ ଆଜି ଦିଟା ଫୁଲ ଫୁଟିଛି ସୁଗନ୍ଧରା ଫୁଲ ଏଇଟା ଗୋଟେ ଆଉ ଏଇଟା ତମର ଦିଟା ଫୁଲ ଫୁଟିଛି ଫୁଟିଗଲାଣି ଦେଖନ୍ତୁ ବାସ୍ନା ମହକୁ ଯିବା ପିଲା କହିଲାରୁ ସାଙ୍ଗମାନେ ମୁଁ ଆଉ ମା ଏବେ ଟିକେ ଯାଉଛୁ ମାର ସାଙ୍ଗ ଘର ସୁନନ୍ଦ ଆଣ୍ଟି ଘରକୁ ତ ମାର କ'ଣ କଥାବାର୍ତ୍ତା ଅଛି ଟିକେ ସୁନନ୍ଦ ଆଣ୍ଟି ପାଖରେ ତ ମା ଏବେ ଯାଉଛି ତ ମାକୁ ନେଇକି ଛାଡ଼ି ଦେଇକି ଆସିବା ତ ଛାଡ଼ି ଦେଇକି ପଳେଇ ଆସିବି ଆଉ ଚାଲ One eternity later. ତ ସାଙ୍ଗମାନେ ମୁଁ ଆଉ ମାଇ ଜଷ୍ଟ ଆସିକି ଏବେ ପହଞ୍ଚିଲୁ
ଆଣ୍ଟିଙ୍କ ଘର ଆଉ ମା ଏଇଠି ବସିକି ଆପେଲ ଆପେଲଟା କେତେବେଳେ ଫ୍ରିଜରୁ କାଢିଲେଣି ମାନେ ଆସିଲେ ଖାଇବା ସେ ତ ଦୌଡ଼ି ଗଲା ମାନେ ସେ ବସେଇବେ ଆଉ କଣ କରିବା ତ ବସିକି ଏବେ ମଶା କାମୁଡୁଛି। କାଟୁଛି ଆପେଲ ଦେଇକୁ କଲ୍ କରିଥିଲି ହେଲା ମୁଁ ଦେଇ ଥରେ କଲ୍ କଲି ଉଠେଇଲାନି ଆଉ ଥରେ କଲ୍ କଲି ଉଠେଇଲାନି ସିଏ ତା ଆଡ଼ୁ ପରେ କଲ୍ କଲା ମୁଁ କହିଲି ସେ କହିଲା କ'ଣ ହେଲା କି କଲ୍ କରିଥିଲୁ ମୁଁ କହିଲି କେଉଁଠି ଅଛୁ କି ସେ କହିଲା ମୁଁ ମେଡ଼ିକାଲ ଏବେ ଯାଉଛି ବା ରିଟର୍ନ ରୁମ୍କୁ ତାପରେ ମୁଁ କହିଲି ମାନେ ଏବେ କ'ଣ ରୋଡ଼ରେ ଅଛୁ କହିଲା ହଁ ହଁ ମୁଁ ମାନେ ୱେଟ୍ କରିଛି ବସ୍ର ଆସିଲେ ମୁଁ ପଳେଇବି ମୁଁ କହିଲି ଆଚ୍ଛା ହଉ ଆସେ ସେ କହିଲା କ'ଣ ହେଲା କି ମୁଁ କହିଲି ନା ଏମିତି ଫୋନ୍ କରି ସେ କହୁଛି ତୁ ତ ଏମିତି ଫୋନ୍ କରିବା ପିଲା ନୁହେଁ ମୁଁ କହିଲି ଏମିତି କରିବା ଆଉ ମୁଁ ତୋତେ କେଉଁଥିପାଇଁ କଲ୍ କରେ କହିଲେ ତୋର କାମ ଥିଲେ ମୋତେ ଫୋନ୍ କରିବୁ ନହେଲେ ଫୋନ୍ କରିବୁନି ମୁଁ କହିଲି ମୁଁ ତୋତେ କେବେ କାମ ଥିଲେ ଫୋନ୍ କରିଥିଲି କହିବୁନି ତାକୁ କାମ ଥିଲେ ଫୋନ୍ କରିବୁ ନହେଲେ ତୁ ଏମିତି ଫୋନ୍ କରିବା ପିଲା ନୁହେଁ କହିଲା ତାର ଟେନସନରେ ଆସିଛି ଆଉ ମେଡିକାଲରୁ ଆସି ଟେନସନ୍ ହସିକି ଦାନ୍ତ କେଲେଇ କହୁଛି ମୁଁ କହିଲି ମା କାଲି ରାତିରେ ମୋତେ ଗୋଟେ ଗୋଇଠା ଦେଲା ମୋତେ ମୋ ପିଠି ବଥା କରିଦେଲା ସ୍ୱପ୍ନରେ ଦୌଡ଼ୁଛି ମୋ ନାତ ଗୋଟେ ଦେଇଛି ଗୋଟେ ପିଠିକି ମୋର ମୋ ପିଠି ବଥା କରିଦେଇଛି ଟୋଟାଲି ଆଜି ତୁ ଯେଉଁ ସ୍ପ୍ରେ ଦେଇଥିଲୁ ସ୍ପ୍ରେ ଲଗେଇଲି ସେ ହସୁଛି ସେଠି ସତରେ ତାର ହାୱା ଟିକେ ଯିବେ ଇଏ କରିକି ତ ସାଙ୍ଗମାନେ ମୁଁ ଏବେ ଜଷ୍ଟ ଆପେଲ ମାର ମୋର ଖାଉଥିଲୁ ଖାଇସାରିକି ଏଇ ବସିଥିଲୁ ଜଷ୍ଟ କଥାବାର୍ତ୍ତା ହେଲୁ ତ ବ୍ଲଗ୍ଟା ବି ଏଣ୍ଡ କରିବା ତ ଯଦି ଆଜିକା ବ୍ଲଗ୍ଟା ଆପଣଙ୍କୁ ପସନ୍ଦ ଆସିଥିବ ତ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ କମେଣ୍ଟ କରିବା ଟୋଟାଲି ଭୁଲିବେନି ଦେଖା ହେବା ଆମେ ନେକ୍ସଟ ଭିଡ଼ିଓରେ ଥ୍ୟାଙ୍କ ୟୁ ଫର୍ ୱାଚିଂ ତ ସମସ୍ତଙ୍କୁ ଗୁଡ୍ ନାଇଟ୍ ଜୟ ଜଗନ୍ନାଥ ଭାରତ ମାତା କି ଜୟ ଟାଟା ବାय ବାय।